ଗଲା କାଲି ରାଜ୍ୟରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଯୋଡ଼ାମୁଣ୍ଡା ଗାଁର ଜଣେ ଯୁବ ଚାଷୀ ନେପାଲ ମାଝୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ହେଲା ସେ ସରକାରୀ ବ୍ୟବସ୍ଥା ଭିତରେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ ଏବଂ ଟୋକନ ନେଇ ସେ ଜିଲ୍ଲା ପ୍ରଶାସନର ସମବାୟ ବିଭାଗର ଯୋଗାଣ ବିଭାଗର ସମସ୍ତ ଅଧିକାରୀମାନଙ୍କ ପାଖକୁ ଯାଇଥିଲେ ତାଙ୍କର ଟୋକନ ମୁତାବକ ଧାନ ସଂଗ୍ରହ କରାଯାଉ। କିନ୍ତୁ ଦୁଃଖ ପରିତାପର ବିଷୟ, ସବୁ ସରକାରୀ କର୍ମଚାରୀ, ସମବାୟ ବିଭାଗ, ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଠାରୁ ନିରାଶ ହେଲା ପରେ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଆତ୍ମହତ୍ୟା ମଧ୍ୟ କଲେ। ଏ ଘଟଣା ପରେ ସ୍ଥାନୀୟ ଭାବରେ ଚାଷୀ ସଂଗଠନ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତତ୍କାଳ ଯୋଡ଼ାମୁଣ୍ଡା ଗାଁ କୁ ଗସ୍ତ କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା, ବିଧାନସଭାରେ ଦଳର ଉପନେତା, ପୂର୍ବତନ ମନ୍ତ୍ରୀ, ମାନ୍ୟବର ବିଧାୟକ, ପଶ୍ଚିମ ଓଡ଼ିଶାର ବର୍ଷିୟାନ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କର ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସେ ଅଞ୍ଚଳ ଗସ୍ତ କରିବ। ସେ କମିଟିରେ ପୂର୍ବତନ ମନ୍ତ୍ରୀ, ଦଳର ବରିଷ୍ଠ ନେତା, ମାନ୍ୟବର ବିଧାୟକ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଏବଂ ମାନ୍ୟବର ବିଧାୟକ ଆମର ମାନ୍ୟବର ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ପୂର୍ବତନ ମନ୍ତ୍ରୀ, ଦଳର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂଦେଓ ଏବଂ ନୂଆପଡ଼ା ଜିଲ୍ଲାର ଆମ ସଂଗଠନର ସଭାପତି ଅବନୀ ଯୋଶୀ ସେ କମିଟିରେ ସଦସ୍ୟ ରହିବେ ଏବଂ କମିଟି ପ୍ରସନ୍ନ ଆଚାର୍ଯ୍ୟଙ୍କର ଅଧ୍ୟକ୍ଷତାରେ କୋମନା ବ୍ଲକର ଯୋଡ଼ାମୁଣ୍ଡା ଗାଁକୁ ଯିବେ। ସ୍ଥାନୀୟ ଭାବରେ ତାଙ୍କ ପରିବାର ବର୍ଗ ସହିତ ଭେଟିବେ ଏବଂ ନୂଆପଡ଼ାର ଜିଲ୍ଲାପାଳଙ୍କୁ ଭେଟିବେ। ସମସ୍ତ କ୍ଷେତ୍ର ଅଧିକାରୀ ଏବଂ ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା କରିବେ। ପ୍ରମୁଖ ଭାବରେ ଦଳ ତରଫରୁ ଦୁଇଟି ଦାବି କରାଯାଇଛି। ତୁରନ୍ତ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ତତ୍କାଳ ରାଜ୍ୟ ସରକାର 20 ଲକ୍ଷ ସହାୟତା ଯୋଗାଇ ଦିଅନ୍ତୁ ଏବଂ ତତ୍କାଳ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଉ ଏବଂ ତୃତୀୟରେ ଯେତିକି ରବି ଧାନ ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିରେ ପଡ଼ିକି ରହିଛି, ଯୋଉ ସମୟ ସୀମା ସରକାର ଘୋଷଣା କରିଛନ୍ତି ସେ ସମୟ ସୀମା ଭିତରେ ତୁରନ୍ତ ସରକାର ଯୁଦ୍ଧକାଳୀନ ଭିତରେ ସମସ୍ତ
ରବି ଧାନ ସଂଗ୍ରହ କରନ୍ତୁ ଏବଂ ରବି ଧାନ ସଂଗ୍ରହ କରିବା ପାଇଁ ସରକାର ଯେଉଁ ନିର୍ଦ୍ଧାର୍ଯ୍ୟ ତାରିଖ ରଖିଛନ୍ତି ସେ ତାରିଖକୁ ଆହୁରି 15 ଦିନ ବୃଦ୍ଧି କରାଯାଉ। ଯଦି 7 ଦିନ ଭିତରେ ଯାହା ଯାହା ଦାବି ବିଜୁ ଜନତା ଦଳ ତରଫରୁ କରାଯାଉଛି ସେ ଦାବି ଯଦି ପୂରଣ ନ ହୁଏ ବିଜୁ ଜନତା ଦଳ ନୂଆପଡ଼ା ଜିଲ୍ଲା ତରଫରୁ ଜିଲ୍ଲାପାଳ ଅଫିସ ଆମେ ଘେରାଉ କରିବୁ ଏବଂ ସମସ୍ତ ପ୍ରଶାସନକୁ ଅଚଳ କରିଦିଆଯିବ। ଶୁଣନ୍ତୁ, ବର୍ତ୍ତମାନ ସରକାର ଦୁଇଟି ଖରିଫ ଏବଂ ଯୋଡ଼ିଏ ରବି ଧାନ ସଂଗ୍ରହ କରିବା ପାଇଁ ଯୋଉ ଆମର ଅଛି କ୍ୟାବିନେଟର ଯୋଉ ସଂକଳ୍ପ ସେ ସଂକଳ୍ପ ଆଣିଛନ୍ତି ଏବଂ ସବୁଠାରୁ ଦୁଃଖଦ ପରିତାପର ବିଷୟ ଯାହା ଯାହା ଓଡ଼ିଶାର ଚାଷୀ କୂଳଙ୍କୁ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ସମସ୍ତ ପ୍ରତିଶ୍ରୁତି ଆଜି ପାଣିର ଗାର ହୋଇଛି। ମୁଁ ବ୍ୟାପକ ଭାବରେ ଆପଣମାନଙ୍କ ପାଖରେ ଆମେ ଦଳର ଆଭିମୁଖ୍ୟ ରଖିଛୁ। ଓଡ଼ିଶାର ଚାଷୀ କୂଳ ପ୍ରତି ଡବଲ ଇଞ୍ଜିନ ସରକାରଙ୍କର ଏଇ ଯୋଉ ଧୋକା ତାକୁ ଓଡ଼ିଶାର ଚାଷୀ କୂଳ ତାର ରାୟ ଦେବେ। କିନ୍ତୁ ତତ୍କାଳ ନୂଆପଡ଼ାରେ ଯୋଉ ଅଭାବନୀୟ ଘଟଣା ଘଟିଛି, ଯୋଉ ଚାଷୀ ଆତ୍ମହତ୍ୟା କରିଛନ୍ତି, ଆମେ ଯାହା ଯାହା ଦାବି ଆଜି କରୁଛୁ ସେ ଦାବି ଯଦି ପୂରଣ ନ ହୁଏ 7 ଦିନ ଭିତରେ ନୂଆପଡ଼ାର ରାଜରାସ୍ତା ଅଚଳ କରି ଦିଆଯିବ, ଜିଲ୍ଲାପାଳ ଅଫିସ ଘେରାଉ